ଏହି ଗାଁରେ ଜନ୍ମ ହୁଅନ୍ତି ଜାଳା ଛୁଆ। ପ୍ରତି ଘରେ ମିଳିବେ ଜାଳା ଭାଇ ଭଉଣୀ। ଆପଣ ଜାଣିଛନ୍ତି କି କେଉଁଠି ଏହି ଗାଁ? କାହିଁକି ଏଠାରେ ଜନ୍ମ ହୁଅନ୍ତି ଜାଳା ଛୁଆ? ତେବେ ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା କେଉଁଠି ଏହି ଗାଁ ଯେଉଁଠି ଜନ୍ମ ହୁଅନ୍ତି ଜାଳା ଛୁଆ। ଏହି ଗାଁରେ ପ୍ରତି ଘରେ ମିଳିବେ ଜାଳା ଛୁଆ। ଏହା ପଛରେ ରହିଛି ବିରାଟ ବଡ଼ ରହସ୍ୟ। ଆଜ୍ଞା, ଏହି ଗାଁଟି ହେଉଛି ଏକ ରହସ୍ୟମୟ ଗାଁ। ଆପଣ ଜାଣିଥିବେ, ଭାରତରେ ଅନେକ ସ୍ଥାନ ରହିଛି ଯାହା ରହସ୍ୟରେ ଭରି ରହିଛି। ଏଭଳି କିଛି ସ୍ଥାନ ଉପରୁ ଅନେକ ସମୟରେ ପରଦା ମଧ୍ୟ ଉଠି ଯାଇଛି। ହେଲେ ଆଉ କିଛି ସ୍ଥାନ ରହିଛି ଯାହା ଏବେ ବି ରହସ୍ୟ ଘେରରେ ରହିଛି। କିନ୍ତୁ ଏହି ଗାଁଟି ହେଉଛି ରହସ୍ୟମୟ ଗାଁ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଗାଁରେ ପ୍ରତି ପରିବାରରେ ଜନ୍ମ ହୁଅନ୍ତି ଜାଳା ଛୁଆ। ଆଜି ଯାଏ ଏହାର ରହସ୍ୟ ବିଷୟରେ କାହାକୁ ଜଣାପଡ଼ିନି। ତେବେ କେରଳର ମାଲପୁରମ ଜିଲ୍ଲାର କୋଦିହି ଗାଁ ଦେଶର ସବୁ ଗାଁ ଭଳି ଏହି ଗାଁ ବି ଅତି ସାଧାରଣ। ହେଲେ ଛୁଆ ଜନ୍ମ ହେବାକୁ ନେଇ ଗାଁରେ ସମସ୍ତଙ୍କୁ ଚକିତ କରିଦେଇଛି। ଏହି ଗାଁରେ ପ୍ରାୟ 2000 ପରିବାର ରୁହନ୍ତି। ଆଉ ସବୁଠାରୁ ଖାସ୍ କଥା ହେଉଛି, ଏହି ଗାଁର ଅନେକ ଛୁଆ ଜାଳା ହୋଇ ଜନ୍ମ ହୁଅନ୍ତି। ତେବେ ମିଳିଥିବା ସୂଚନା ଅନୁଯାୟୀ ଏହି ଗାଁରେ 220 ଯୋଡ଼ା ଜାଳା ଛୁଆ ଅଛନ୍ତି। କେବଳ ଭାରତ ନୁହେଁ, ଏହା ବିଶ୍ୱର ଏକ ବିରଳ ଗାଁ ଭାବରେ ବେଶ ପରିଚିତ ରହିଛି। ଅନେକ ବର୍ଷରୁ ଏହି ଗାଁରେ ଜାଳା ଛୁଆ ଜନ୍ମ ହୋଇ ଆସୁଛନ୍ତି। ଏହି ଗାଁର ସ୍କୁଲ ଓ ବଜାରକୁ ଗଲେ ଅନେକ ଜାଳା ଛୁଆ ନଜର ଆସିବେ, ଯାହାଙ୍କର ମୁହଁ ସମାନ ଦେଖିବାକୁ ହୋଇଥାଏ। ଏହି ଗାଁରେ ରହିଥିବା ସବୁଠାରୁ ବୟସ୍କ ଜାଳା ବ୍ୟକ୍ତି ହେଉଛନ୍ତି ଅବଦୁଲ ହମିଦ ଓ ତାଙ୍କ ଭଉଣୀ। ଏହି ଦୁଇ ଜଣଙ୍କ ପରେ ହିଁ ଏଠାରେ ଜାଳା ଛୁଆ ଜନ୍ମ ହେବା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସମୟକୁ ଦେଖିବାକୁ ଗଲେ ଏହି ଗାଁରେ ଜାଳା ଛୁଆଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ଏହି ଗାଁରେ ଜାଳା ଛୁଆ ଜନ୍ମ ହେବା ସେଠିକାର ଲୋକଙ୍କ ପାଇଁ ଏକ ସାଧାରଣ ଘଟଣା। ଏହି ଗାଁ ବିଷୟରେ ଜାଣିବା ପରେ ସମସ୍ତଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ ଏହି ଗାଁରେ କ'ଣ ଏମିତି ରହସ୍ୟ ରହିଛି? 3 ପିଢ଼ି ଯାଏ ଏଠାରେ ପ୍ରତି ଘରେ କାହିଁକି ଜାଳା ଛୁଆ ଜନ୍ମ ହୁଅନ୍ତି? ବିଶ୍ୱର ଅନେକ ବୈଜ୍ଞାନିକ ମଧ୍ୟ ଏହି ରହସ୍ୟ ଉନ୍ମୋଚନ ପାଇଁ ଅନେକ ଚେଷ୍ଟା ଚଳାଇଛନ୍ତି। ହେଲେ ଏଯାଏ ଏହି ରହସ୍ୟ ଉପରୁ ପରଦା ଉଠି ପାରୁନି। ଏହା ପଛରେ କିଛି ବୈଜ୍ଞାନିକ କାରଣ ରହିଛି ନା ଏହା ଏକ ଅଲୌକିକ ଘଟଣା, ତାହା ଉପରୁ ପରଦା ଉଠାଇବାରେ ବିଫଳ ହୋଇଛନ୍ତି ବୈଜ୍ଞାନିକମାନେ। ବ୍ୟୁରୋ ରିପୋର୍ଟ, BNS ଲାଇଭ୍।